ଦେଖନ୍ତୁ ଏହି ଘଟଣାରେ ମୁଁ କୌଣସି ବିବାଦୀୟ ମନ୍ତବ୍ୟ ଦେବାକୁ ଚାହୁଁନାହିଁ, କିନ୍ତୁ ଏତିକି କହିବାକୁ ଚାହିଁବି, ହେତୁବାଦୀ ମାନଙ୍କ ଉପରେ ଗୋଟିଏ କଥା କହିବାକୁ ଚାହିଁବି, ଯାହା କିଛି ଘଟଣା ହେତୁବାଦୀ ମାନଙ୍କ ଦ୍ୱାରା ଯୋଉ ପରିସ୍ଥିତି ସୃଷ୍ଟି କରାଯାଉଛି ଏଥିପାଇଁ ମୁଁ ପ୍ରଶାସନକୁ ଦାୟୀ କରିବି। କାହିଁକି ଆପଣମାନେ ଦେଖନ୍ତୁ, ବିଗତ କିଛି ବର୍ଷ ହେଲା ହେତୁବାଦୀ ମାନେ ଭୁବନେଶ୍ୱର ସହରରେ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସହରରେ ଏବଂ ଗଞ୍ଜାମ ବ୍ରହ୍ମପୁର ସହରରେ ମଧ୍ୟ ବିଶେଷ ସକ୍ରିୟ ହୋଇଛନ୍ତି। କିଛି ବର୍ଷ ହେଲା ସେମାନେ ସୂର୍ଯ୍ୟପରାଗ ହଉ କିମ୍ବା ଚନ୍ଦ୍ରଗ୍ରହଣ ହଉ ଏହି ସମୟରେ ଆମିଷ ଖାଇବା ସହ ଲୋକଙ୍କୁ ମଧ୍ୟ ଖାଦ୍ୟ ବଣ୍ଟନ କରନ୍ତି, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଗୋଟେ ହିନ୍ଦୁ ସଂଗଠନର ମୁଖ୍ୟ ହିସାବରେ ମୁଁ ଏତିକି କହିବାକୁ ଚାହୁଁଛି, ଆମେ କାହାରି ଅଧିକାରକୁ ନେବାକୁ ଚାହୁଁନାହୁଁ। ଜଣେ ଯଦି ସୂର୍ଯ୍ୟପରାଗ କିମ୍ବା ଚନ୍ଦ୍ରଗ୍ରହଣ ଦିନ ଆମିଷ ଖାଇବାକୁ ଚାହିଁବ କିମ୍ବା ବିରିୟାନୀ ଖାଇବାକୁ ଚାହିଁବ, ଯାହା ସେ ଖାଇବା କଥା ଖାଉ, ଆମେ ମନା କରୁନାହୁଁ। ଯାହାର ଯୋଉଟା ଇଚ୍ଛା ଅଛି ସେ ଖାଉ। ଆମ ସଂସ୍କୃତି, ହିନ୍ଦୁ ସଂସ୍କୃତି ପରମ୍ପରାରେ ଯାହା ଲେଖାଯାଇଛି ଆମେ ସେଦିନ ଖାଇବୁ ନାହିଁ। ଆମେ ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟପରାଗ ଦିନ ଆମିଷ ଖାଇବୁ ନାହିଁ, ତ ଆମେ ଖାଉନାହୁଁ। କିନ୍ତୁ ତାଙ୍କୁ ଆମେ ଖାଇବା ପାଇଁ ମନା କରୁନାହୁଁ। କିନ୍ତୁ ଦୁଃଖର କଥା, ସେମାନେ ସୂର୍ଯ୍ୟପରାଗ କିମ୍ବା ଚନ୍ଦ୍ରଗ୍ରହଣର 2-4 ଦିନ ପୂର୍ବରୁ ମିଡିଆରେ ଆସି ପ୍ରତିକ୍ରିୟା ରଖୁଛନ୍ତି ଯେ ଆମେ ଚନ୍ଦ୍ରଗ୍ରହଣ ଦିନ କିମ୍ବା ସୂର୍ଯ୍ୟପରାଗ ଦିନ ଆମେ ଆମିଷ ଖାଇବୁ। ତା ସହିତ ସେମାନେ ବିଭିନ୍ନ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି ଯେ ଆପଣମାନେ ମଧ୍ୟ ଖାଆନ୍ତୁ। ଚନ୍ଦ୍ରଗ୍ରହଣ ସୂର୍ଯ୍ୟପରାଗରେ ଆମିଷ ଖାଇଲେ କିଛି ଅସୁବିଧା ହେବ ନାହିଁ, ଏହା ସବୁ ଅନ୍ଧବିଶ୍ୱାସ କଥା। ଏହି ପ୍ରକାର ଯୋଉ କଥା କହିକି ସେମାନେ ପ୍ରବର୍ତ୍ତାଉଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଆଉ ପ୍ରଶାସନ ତାହା ଉପରେ ନିଶ୍ଚିତ ରୂପେ ଗୁରୁତ୍ୱ ଦେବାର ଦରକାର ରହିଛି। କାହିଁକି ସବୁବେଳେ ବାରମ୍ବାର ଗୋଟିଏ ଧର୍ମ ଗୋଟିଏ ସଂସ୍କୃତି ଉପରେ କୁଠାରଘାତ, ହିନ୍ଦୁ ଧର୍ମର ବିଚାରଧାରା, ହିନ୍ଦୁ ଧର୍ମ ସଂସ୍କୃତି ଉପରେ ସବୁବେଳେ ଯୋଉ କୁଠାରଘାତ କରାଯାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଭାରତ ପୂର୍ବରୁ ଗୋଟେ ହିନ୍ଦୁ ରାଷ୍ଟ୍ର ଥିଲା ଏବଂ ଆଗାମୀ ଦିନରେ ମଧ୍ୟ ଗୋଟେ ହିନ୍ଦୁ ରାଷ୍ଟ୍ର ହେବାକୁ ଯାଉଛି। କିନ୍ତୁ ଏହି ହିନ୍ଦୁ ବହୁଳ ରାଷ୍ଟ୍ରରେ ଯୋଉ ପ୍ରକାରର ହେତୁବାଦୀଙ୍କ ଚିନ୍ତାଧାରା ରହିଛି, ଆମେ କୌଣସି ଧର୍ମକୁ ଆକ୍ଷେପ କରୁନାହୁଁ, କୌଣସି ଧର୍ମକୁ ଆମେ କେବେ ନିନ୍ଦା କରିନାହୁଁ। ହିନ୍ଦୁ ଧର୍ମ, ହିନ୍ଦୁ ପରମ୍ପରାରେ କୌଣସି ଧର୍ମକୁ ଅପମାନ କରାଯାଇ ନାହିଁ। କିନ୍ତୁ ସବୁବେଳେ ହିନ୍ଦୁ ଧର୍ମକୁ ଆକ୍ଷେପ କରି, ସବୁବେଳେ ହିନ୍ଦୁ ଧର୍ମର ବିଚାରଧାରାକୁ କୁଠାରଘାତ କରି, ହିନ୍ଦୁ ଧର୍ମର ଭାବାବେଗ ସହିତ ଖେଳିବା ଭଳିଆ କାର୍ଯ୍ୟ ଯୋଉ କରାଯାଉଛି ଏବଂ ତାହା ପୁଣି ସେହି ଦିନର 2-3 ଦିନ ପୂର୍ବରୁ ମିଡିଆରେ ଆସି ପ୍ରତିକ୍ରିୟା ରଖି, ମନ୍ତବ୍ୟ ରଖି ଯୋଉ କରାଯାଉଛି ତାହାକୁ ଆମେ ଦୃଢ ନିନ୍ଦା କରୁଛୁ। ଆଉ ସେହି ଘଟଣା ବାରମ୍ବାର ଯୋଉ ଓଡ଼ିଶାରେ ହେଉଛି ତାକୁ କେମିତିକି ପ୍ରଶାସନ ବନ୍ଦ କରିବ ତା ଉପରେ ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। କାହିଁକି ମୁଁ ବାରମ୍ବାର କହୁଛି ଯେ ଗତ 4-5 ବର୍ଷ ହେଲା ଏଟା କ୍ରମାଗତ ଭାବରେ ଚାଲି ଆସିଛି ଓଡ଼ିଶାରେ ଏବଂ ତାକୁ ପ୍ରଶାସନ ବିଲକୁଲ ଧ୍ୟାନ ଦେଉନାହିଁ, ଯଦ୍ୱାରା କି ଅପ୍ରୀତିକର ପରିସ୍ଥିତି ବିଗତ ଦିନରେ ସୃଷ୍ଟି ହୋଇଛି। ଆଗାମୀ ଦିନରେ କେମିତିକି ଏହି ଘଟଣାକୁ ନେଇ ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟପରାଗରେ ହେତୁବାଦୀ ମାନେ ଯୋଉ ପ୍ରକାର କାର୍ଯ୍ୟପନ୍ଥା କରୁଛନ୍ତି ସେଟା କେମିତିକି ନ ହେବ ତା ଉପରେ ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ନଚେତ୍ ପୁଣି ପୁନର୍ବାର ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହୁଛି। ଆଜ୍ଞା, ଏମାନେ ଘରେ ଖାଇଲେ ଆମର ଅଭିଯୋଗ ନାହିଁ, ଜଣେ କାହିଁ ଜାଣି ଶୁଣିକି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ଆଜ୍ଞା, ସେମାନେ ଜାଣିଶୁଣି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ଏବଂ ସବୁବେଳେ ସେ ହିନ୍ଦୁ ଧର୍ମ ପ୍ରତି, ହିନ୍ଦୁ ସଂସ୍କୃତି ପ୍ରତି, ହିନ୍ଦୁ ପରମ୍ପରା ପ୍ରତି ସେମାନଙ୍କର ଆକ୍ଷେପମୂଳକ କାର୍ଯ୍ୟକ୍ରମ କରୁଛନ୍ତି। ମୁଁ ସେମାନଙ୍କୁ ଖୋଲା ଚ୍ୟାଲେଞ୍ଜ କରୁଛି, ତାଙ୍କର ଯଦି ଶସ୍ୟ ଆସୁଛି ମୁସଲମାନ ମାନଙ୍କ ଧାର୍ମିକ କାର୍ଯ୍ୟ ଯୋଉଦିନ ହେଉଛି ସେଇଦିନ ସେମାନେ ସେପରି କିଛି କାର୍ଯ୍ୟ କରନ୍ତୁ, କିମ୍ବା ଖ୍ରୀଷ୍ଟିଆନ ମାନଙ୍କର ଯଦି କୌଣସି କାର୍ଯ୍ୟକ୍ରମ ରହୁଛି ସେହିପରି କିଛି କାର୍ଯ୍ୟକ୍ରମ କରନ୍ତୁ। ସେମାନେ କାହିଁକି ସବୁବେଳେ ହିନ୍ଦୁ ଧର୍ମକୁ କୁଠାରଘାତ ଦେଲା ଭଳିଆ କାର୍ଯ୍ୟ କରୁଛନ୍ତି? ସେମାନେ ମଧ୍ୟ ହିନ୍ଦୁ, ଆମେ ସେମାନଙ୍କୁ କହୁଛୁ ଆପଣମାନେ ମଧ୍ୟ ହିନ୍ଦୁ। ଆପଣ ଯଦି ନିଜ ଘରେ କିଛି ଖାଉଛନ୍ତି ଆମେ ମନା କରିବାର ନାହିଁ। କିଏ କାହା ଘରକୁ ଯାଇକି ତ ଆମେ ଚେକ୍ କରୁନାହାନ୍ତି ଯେ କିଏ କଣ ଖାଉଛି। ସେଇଦିନ ସୂର୍ଯ୍ୟପରାଗ ଚନ୍ଦ୍ରଗ୍ରହଣ ଦିନ ବିଭିନ୍ନ ସ୍ଥାନରେ ମାର୍କେଟରେ ମଧ୍ୟ ଫାଷ୍ଟଫୁଡ ସେଣ୍ଟରରେ ଆପଣଙ୍କୁ ବିରିୟାନୀ ମିଳୁଛି ଖାଇବା ପାଇଁ, ହୋଟେଲରେ ଖାଇବାକୁ ମିଳୁଛି ଆମିଷ। କିନ୍ତୁ ଯିଏ ଖାଉଛି, ଯାହାର ଇଚ୍ଛା ଅଛି ସେ ଖାଇବ, ଆମେ କାହାକୁ ମନା କରିବୁନି। ତା ଅର୍ଥ ଏହା ନୁହଁ ଆପଣ ପୁରା ହିନ୍ଦୁ ସମାଜକୁ ଆପଣ ପ୍ରବର୍ତ୍ତାଇବାକୁ ଚେଷ୍ଟା କରୁଛନ୍ତି, ଯାହାକି ସମ୍ପୂର୍ଣ୍ଣ ରୂପେ ଭୁଲ। ଏବଂ ଏଥିପ୍ରତି ପ୍ରଶାସନ ଏବଂ ସରକାର ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାର ଜରୁରୀ ରହିଛି। ନଚେତ୍ ଆଗାମୀ ଦିନରେ ବିଗତ ଦିନରେ ଯୋଉ ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଗଲା ତାଠୁ ଆହୁରି ଭୟଙ୍କର ପରିସ୍ଥିତି ମଧ୍ୟ ହୋଇପାରେ।